ପିଲାମାନେ ଆଜି ଆଲୋଚନା କରିବା ପ୍ରାଇସ୍ ଅଫ୍ ପଲ୍ୟୁସନ୍। ତୁମର ନୂଆ ବିଷୟଟା ଯେଉଁ ଆଡ଼୍ ହେଇଛି ସେ ବିଷୟରେ ଆଲୋଚନା କରିବା। ତ ଏଠି ଲେଖକ କ'ଣ କହିଛନ୍ତି ନା ପ୍ରଥମେ ଯେ ୱଙ୍ଗ୍ କା ନାଙ୍ଗ ବୋଲି ପିଲାଟିଏ ସେ ତା'ର ସ୍କୁଲ ମିସ୍ କରିଛି। ଶୀତ ଦିନେ ସେ ଯେଉଁ ମର୍ଣ୍ଣିଂ କ୍ଲାସ୍ରେ ସେ ଯୋଗ ଦେଇ ପାରିନି। କାହିଁକି? ତା'ର ଆଜ୍ମା ରୋଗ ଅଛି, ଆସ୍ଥମା ଯେଉଁଟା ଆମେ କହୁଛେ ରୋଗ ଅଛି। ତେଣୁ ତା'ର କାରଣ ହେଉଛି ଏକରେ ଆଜ୍ମା ରୋଗ, ଦୁଇରେ ହଂକଂର ଏୟାର ପଲ୍ୟୁସନ୍। ତେଣୁ ସେ ସ୍କୁଲ ମିସ୍ କରିଛି, ସେ ଯୋଗ ଦେଇ ପାରିନାହିଁ। କାହିଁକିନା ହଂକଂ ଏପରି ଗୋଟେ ସହର ଯେଉଁଠାରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ, ସ୍କୁଲ ଛାତ୍ରଛାତ୍ରୀମାନେ ତେଣୁ ବସ୍କୁ ଅପେକ୍ଷା କରିକି ଛିଡ଼ା ହୁଅନ୍ତି ତାଙ୍କର, କିନ୍ତୁ ଛିଡ଼ା ହୋଇପାରୁନାହାନ୍ତି, ପ୍ରୋବ୍ଲେମ୍ ହେଉଛି ତାଙ୍କୁ, ଏତେ ପଲ୍ୟୁସନ୍, ଏୟାର ପଲ୍ୟୁସନ୍ ହୋଇଯାଇଛି। ତେଣୁ ଓଭିୟସ୍ଲି ଶୀତଦିନ ମର୍ଣ୍ଣିଂ କ୍ଲାସ୍ରେ ସେମାନେ ଯୋଗ ଦେଇପାରନ୍ତିନି। ତେଣୁ ହଂକଂର କର୍ତ୍ତୃପକ୍ଷ ଏପରି ଅସୁବିଧା ଭୋଗୁଥିବା ପିଲାଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଥାନ୍ତି। ତେଣୁ ୱଙ୍ଗ୍ କା ନାଙ୍ଗ ସ୍କୁଲ ମିସ୍ କରେ। ତେଣୁ ପିଲାମାନେ ହଂକଂ ସହରରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଡିଜେଲରେ ଚାଲୁଥିବା ଗାଡ଼ି। ଡିଜେଲରେ କ'ଣ ସବୁ ଗାଡ଼ି ଚାଲେ? ଟ୍ୟାକ୍ସି, ଟ୍ରକ୍, ମିନି, ଆକୁ ସବୁ ବନ୍ଦ କରିଦେଇ ତା ସ୍ଥାନରେ ପେଟ୍ରୋଲରେ ଯେଉଁ ଗାଡ଼ି ସବୁ ଚାଲିଛି ସେ ଗାଡ଼ି ଚାଲିବା ପାଇଁ ତାଙ୍କର ସବୁ କର୍ତ୍ତୃପକ୍ଷ ହଂକଂରେ ନିଷ୍ପତ୍ତି ଗ୍ରହଣ କରନ୍ତି। କିନ୍ତୁ ଗାଡ଼ି ମାଲିକମାନେ ୟାକୁ ଅବରୋଧ କଲେ, ଚାପ ପକାଇ ବନ୍ଦ କରିଦେଲେ, ତାଙ୍କର ସବୁ କ୍ଷତି ହେବ। ତ ଏହିପରି ଭାବରେ ହଂକଂର ଏୟାର ପଲ୍ୟୁସନ୍ ଦିନକୁ ଦିନ ଅତି ଶୋଚନୀୟ ହୋଇପଡ଼ୁଛି। ଏଇ ଯେଉଁ ଦୁର୍ଭାଗ୍ୟ ପାଇଁ ହଂକଂର ନେତା ଆଉ ତ ଯେଉଁ ଯୋଜନାକାରୀମାନେ ହିଁ ଦାୟୀ। ହଂକଂ ଭଳି ଏସିଆ ମହାଦେଶର ଯେତେ ସବୁ ବଡ଼ ବଡ଼ ସହର ଅଛି ସେଥିରେ ମଧ୍ୟ ଏୟାର ପଲ୍ୟୁସନ୍ ବ୍ୟାପିଲାଣି। କିନ୍ତୁ ଦେଖାଯାଏ ଟୋକିଓ, ସିଙ୍ଗାପୁରରେ ଏୟାର ପଲ୍ୟୁସନ୍ ଏତେ ମାତ୍ରାରେ ହେଇନାହିଁ, ମାନେ ଏକରକମ ହେଇନି, ଭଲ। ଆଉ ଆମ ଦେଶ ରାଜଧାନୀ ନୂଆଦିଲ୍ଲୀ କଥା ନ କହିବା ଭଲ। କାହିଁକିନା ନୂଆଦିଲ୍ଲୀ ହେଉଛି ପୃଥିବୀର ଚତୁର୍ଥ ପ୍ରଦୂଷିତ ସହର, ମାନେ ଏତେ ମାତ୍ରାରେ ହେଉଛି। ତୁମେ ଦେଖୁଥିବ ଯେତେବେଳେ ନୂଆଦିଲ୍ଲୀରେ IPL ମ୍ୟାଚ୍ ତୁମେ ଦେଖିବ, ପ୍ରାୟ ଦିଲ୍ଲୀରେ ଯେଉଁ ମ୍ୟାଚ୍ ଖେଳ ହେଉଥିବ ଝାପ୍ସା ଝାପ ଟିଭିରେ ଦେଖିବ, ଧୂଆଁଳିଆ ଧୂଆଁଳିଆ ଦେଖାହେବ। ସେସବୁ ଏୟାର ପଲ୍ୟୁସନ୍ ପାଇଁ କାରଣ, ବୁଝିପାରିଲ। ତାପରେ ଏୟାର ପଲ୍ୟୁସନ୍ରେ ପୃଥିବୀର ଚତୁର୍ଥ ସ୍ଥାନ ଅଧିକାର କରିଥିବା ନୂଆଦିଲ୍ଲୀର ଅବସ୍ଥା ଶୀତଦିନେ ଆହୁରି ଭୟଙ୍କର ହୋଇଉଠେ। କାହିଁକି? ତା କାରଣ କ'ଣ ନା ଗରମ ଦିନମାନଙ୍କରେ ପବନ ଉପରକୁ ଉଠେ, ତା ସହିତ ଯେଉଁ ପୃଥିବୀରେ ଯେଉଁ ଧୂଳିକଣା ମଧ୍ୟ ଉପରକୁ ଉଠିଥାଏ। କିନ୍ତୁ ଶୀତ ଦିନେ ବାୟୁ ଥଣ୍ଡା ହୋଇଥାଏ, ତେଣୁ ତାହା ଉପରକୁ ଉଠିପାରେ ନାହିଁ। ତେଣୁ ସେ ଯେଉଁ ପ୍ରଦୂଷଣକାରୀ ପଦାର୍ଥ ବା କଣିକା ଗୁଡ଼ିକ ପୃଥିବୀର ନିକଟତମ ସ୍ତରରେ ଉଡ଼ି ବୁଲେ। ଏତଦ୍ୱାରା ଦିଲ୍ଲୀ ବାସିନ୍ଦାମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିଭଳି ସହରାଞ୍ଚଳମାନଙ୍କରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଯେଉଁ ଆଇନ ସବୁ ତିଆରି କରାଯାଇଛି ତାକୁ ବାସ୍ତବରେ ପ୍ରୟୋଗ କରାଯାଉ ନାହିଁ। ଆଇନ ତ ହୋଇଯାଉଛି, କିନ୍ତୁ ତାକୁ ପ୍ରୟୋଗ ହୋଇପାରୁନାହିଁ, ବିଭିନ୍ନ ବାଧାବିଘ୍ନ ଆସୁଛି। ତେଣୁ ଇଣ୍ଟରନ୍ୟାସନାଲ ଆଇନ, ଆନ୍ତର୍ଜାତିକ କ୍ଷେତ୍ରରେ ଯେଉଁ ଆଇନ ଅଛି ବା ଆଞ୍ଚଳିକ କ୍ଷେତ୍ରରେ ତାହାକୁ ବଦଳାଇ ଦିଆଯାଉଛି। ସହରାଞ୍ଚଳରେ କ'ଣ ହେଉଛି, ବିଭିନ୍ନ ପ୍ରକାର ଏୟାର ପଲ୍ୟୁସନ୍ ପାଇଁ ଶ୍ୱାସକ୍ରିୟା ଜନିତ ରୋଗ ଲୋକମାନଙ୍କୁ ବେଶୀ ହେଉଛି। ତେଣୁ ଲୋକମାନେ ଅକାଳ ମୃତ୍ୟୁ ପାଇଁ ମାନେ ଅକାଳ ମୃତ୍ୟୁ ହେଉଛି ଲୋକମାନଙ୍କର, ତା ସହିତ କ୍ୟାନ୍ସର ମଧ୍ୟ ହେଉଛି। ତେଣୁ ଏଥିପାଇଁ ବାସ୍ତବରେ ଦେଖିବାକୁ ଗଲେ ଲୋକମାନଙ୍କୁ ଏୟାର ପଲ୍ୟୁସନ୍ ପାଇଁ ମାନେ ବହୁ ମୂଲ୍ୟ ଦେଇ ଧନ ଅର୍ଜନ କରିବାକୁ ପଡ଼ୁଛି। ହଂକଂରେ ଏୟାର ପଲ୍ୟୁସନ୍ର ମୁଖ୍ୟ କାରଣ ହେଉଛି କ'ଣ ନା ଗାଡ଼ିରୁ ନିର୍ଗତ ହେଉଥିବା ଧୂଆଁ। ତେଣୁ ଚୀନର ରାଜଧାନୀ ବେଜିଂରେ ମଧ୍ୟ ଏହି କାରଣରୁ ଶତକଡ଼ା 75% ପ୍ରଦୂଷିତ ହେଉଛି, ଗାଡ଼ିରୁ ଯେଉଁ ନିର୍ଗତ ଧୂଆଁ ବାହାରୁଛି। ଦିଲ୍ଲୀରେ 64%, 64% ଏବଂ ବମ୍ବେରେ ଏବଂ ମୁମ୍ବାଇରେ 52%। ତେଣୁ ଗୋଟେ ଆକଳନରୁ ହିସାବ କରାଯାଇଛି ଯେ ପୂର୍ବରୁ ଯେତେ ଜିପ୍ କାର୍ ସବୁ ଦିଲ୍ଲୀରେ ଥିଲା 1994-95ରେ, ତାହାର ପୁଣି 20% ବଢ଼ିଗଲା। ଏବେ ତ ଆହୁରି ବଢ଼ିଗଲାଣି। ତେଣୁ ଏସିଆ ମହାଦେଶରେ ଗାଡ଼ି ସଂଖ୍ୟା ଶତକଡ଼ା 10 ବଢ଼ିଥିଲା ବେଳେ ଦିଲ୍ଲୀରେ 20% ବଢ଼ିଛି। ଲୋକ ପାଖରେ ପଇସା ହେଲା, ଗାଡ଼ି କିଣିଲେ,
ବୁଲିଲେ ଧୂଆଁ ବାହାରିଲା ଆଉ। ତେଣୁ 2 ଚକିଆ ବା 3 ଚକିଆ ଯାନରୁ ଯେଉଁ ଧୂଆଁ ବାହାରେ ସେଥିରେ ହାଇଡ୍ରୋକାର୍ବନ ଗୋଟେ ପଦାର୍ଥ ଅଛି ସେଇଟା ବାହାରିକି ବାୟୁରେ ମିଶେ। ତେଣୁ ଦିଲ୍ଲୀ ରାସ୍ତାରେ ଯେତେ ସଂଖ୍ୟକ ଯାନ ଥିଲେ ତା'ର ଶତକଡ଼ା 69 ଭାଗ ହେଉଛି 2 ଚକିଆ। ତେଣୁ 2 ଚକିଆରୁ ବାହାରିଲା ହାଇଡ୍ରୋକାର୍ବନ ବାୟୁରେ ମିଶିଲା, ପ୍ରଦୂଷିତ ହେଲା। ତେଣୁ ସେହି ତୁଳନାରେ 2 ଚକିଆ ଯାନ ହିସାବରେ କଲିକତାରେ 2 ଚକିଆ ଯାନ 44%। ତେଣୁ ଭାରତର ବିଭିନ୍ନ ସହରରେ ରାସ୍ତାରେ 2 ଚକିଆ ଯାନର ବାଇକ୍ର ଏତେ ସଂଖ୍ୟା ବଢ଼ିଯାଇଛି ଯେ 5 ଗୁଣ 5.5 ଗୁଣ ବଢ଼ିଯାଇ ତୁମେ ଦେଖୁଥିବ। ବର୍ତ୍ତମାନ ଘର ପିଛା 2, 3, 4 ବାଇକ୍, ବାପର ଗୋଟେ ବାଇକ୍, ପୁଅର ଗୋଟେ ବାଇକ୍, ଝିଅର ଗୋଟେ ସ୍କୁଟି, ଅତି କମରେ 3ଟା ଥିବ। ତା ସହିତ ଯାନବାହନ ଯେତିକି ସମସ୍ୟା ସୃଷ୍ଟି କରୁନାହିଁ ତାର କାରଣ ହେଉଛି ଆମର ଗାଡ଼ିର ମେଣ୍ଟେନାନ୍ସ ଆମେ ନେଇପାରୁନାହାନ୍ତି। ଯଦି ଗୋଟେ ଆମେ ଗାଡ଼ି ଚଲାଉଛେ, ଗାଡ଼ିର ଧୂଆଁ ବାହାରୁଛି, ଆମେ ନେଇକି ମେକାନିକରେ ଦେଖେଇବା, ଗାଡ଼ି ଯେଉଁଠି ସଜଡ଼ା ହେଉଛି ଗ୍ୟାରେଜରେ, ନା ଚାଲୁଥିବ ତା ଟାଇମ୍ରେ ଇଞ୍ଜିନ୍, ଆମେ ଭାରତୀୟମାନଙ୍କର ଲକ୍ଷଣ ଇଞ୍ଜିନ୍ ଅଏଲ୍ ଗାଡ଼ି ତା ଟାଙ୍କିରୁ ସରି ନ ଗଲା ପର୍ଯ୍ୟନ୍ତ ଆମେ ଇଞ୍ଜିନ୍ ଅଏଲ୍ ଚେଞ୍ଜ କରିବାନି, ତେଣୁ ଧୂଆଁ ବାହାରିବ। ତେଣୁ ଯଦି ଗାଡ଼ି ଆମେ ଠିକ୍ରେ ମେଣ୍ଟେନାନ୍ସ ନ କରିବା ତାହେଲେ ଏୟାର ପଲ୍ୟୁସନ୍ ହେବ, ହାଇଡ୍ରୋକାର୍ବନ ବାହାରିକି ଏୟାରରେ ମିଶିବ। ତେଣୁ ଏପରିକି ଆମେ ଯାହାକୁ ପିଓର ପେଟ୍ରୋଲ ବୋଲି କହୁଛୁ ସେଥିରେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ବିଷ ରହୁଛି ଏବଂ କ୍ୟାନ୍ସର ସୃଷ୍ଟିକାରୀ ଜୀବାଣୁ ମଧ୍ୟ ଅଛନ୍ତି। ତେଣୁ ଏଥିରେ ଲିଡ୍ ବା ପେଟ୍ରୋଲରେ ଲିଡ୍ ଫ୍ରି ପେଟ୍ରୋଲ କହିବା ପରିବର୍ତ୍ତେ ଆମେ ତାକୁ ବୈଜ୍ଞାନିକ କହିଲେଣି ଏ ପେଟ୍ରୋଲ ଲିଡ୍ ଫ୍ରି ପେଟ୍ରୋଲଟା ଆହୁରି ବେଶୀ କ୍ଷତିକାରକ। ଖାଲି ଯେ ଗାଡ଼ିରୁ ନିର୍ଗତ ଧୂଆଁର ସମାଧାନ ବନ୍ଦ ହୋଇଗଲେ ହେବ ସେମିତି କିଛି ନାହିଁ। ଆ ପାଇଁ କିଛି ପଦକ୍ଷେପ ଦରକାର। ଠିକ୍ ଭାବେ ଇଞ୍ଜିନ୍ର ଯତ୍ନ ନେବା, ନିୟମିତ ଭାବେ ଇଞ୍ଜିନ୍କୁ ତା ଟ୍ୟୁନିଂଟା ଆଡ଼ଜଷ୍ଟ କରିବା। ତେଣୁ ଏଥିରେ କଲେ ଆମର କିଛି ମାତ୍ରାରେ ଆମେ ଏୟାର ପଲ୍ୟୁସନକୁ ରୋକିପାରିବା। ତେଣୁ କୋଇଲାରେ ଯେଉଁ ଟ୍ରାମ୍ ନ ଚଲେଇକି ବିଭିନ୍ନ ଇଲେକ୍ଟ୍ରିକ୍ ପ୍ରକାର ଯାନ ଯଦି ଆମେ ବ୍ୟବହାର କରିପାରିବା ସେଥିରେ ମଧ୍ୟ ଆମେ କିଛି ପ୍ରଦୂଷଣ ରୋକିପାରିବା। ତେଣୁ ଯଦି ଗୋଟେ ବସ୍ର ଯତ୍ନ ଠିକ୍ ଭାବେ ନିଆଯାଏ ତେବେ କାର୍ ଅପେକ୍ଷା ସମାନ ଯାତ୍ରୀ ନେଇ ସମାନ ଦୂରତାକୁ ଗଲେ 90 ଗୁଣ କମ୍ ପ୍ରଦୂଷଣ ନିର୍ଗତ ହୋଇ ଗୋଟେ ବସ୍ର ଠିକ୍ ୱେଲ୍ ମେଣ୍ଟେନ୍ ବସ୍। ଏହା ଛଡ଼ା ଦେଖିବ ସହର ବଜାରରେ ଗାଁରେ ମଧ୍ୟ କୋଠାବାଡ଼ି ରାସ୍ତାଘାଟ ନିର୍ମାଣ ହେଉଛି। ଦେଖିବ ରାସ୍ତା ନିର୍ମାଣ ହେଲେ କୋଠାବାଡ଼ି ହେଲେ ତୁମେ ଦେଖୁଥିବ ସ୍କୁଲ କଲେଜରୁ ଫେରୁଥିବ ରାସ୍ତାରେ ଏକାଠି ଧୂଳି ଏକାଠି ମାସ୍କ ବାନ୍ଧିକି ନଗଲେ ଯାଇ ହେବନି। ସେଥିରେ ମଧ୍ୟ କୋଠାବାଡ଼ି ରାସ୍ତାଘାଟ ନିର୍ମାଣରେ ମଧ୍ୟ ବାୟୁ ପ୍ରଦୂଷଣ ହେଉଛି। ବ୍ୟାଙ୍କକରେ ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକରେ ଡାକ୍ତରମାନେ ସହରର ବାୟୁ ଯେଉଁ ଟାଉନରେ ଯେଉଁ ବାୟୁ ଅଛି ସେଥିରେ 18 ପ୍ରକାର ରୋଗ ସୃଷ୍ଟିକାରୀ ଜୀବାଣୁ ଅଛି ବୋଲି 1995 ମସିହାରେ ଗୋଟେ ପରୀକ୍ଷା କରି ଜାଣିବାକୁ ପାଇଥିଲେ। ଦିଲ୍ଲୀରେ କ'ଣ ହୁଏ ନା ଯେତେ ସବୁ ପଥର ଗୁଡ଼ାକ ସବୁ ଗୁଣ୍ଡ କରାଯାଏ, କ୍ରସର ସେଥିରେ ମଧ୍ୟ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେଉଥିଲା। ଯାହା ହଉ ତାକୁ ହାଇକୋର୍ଟ ସୁପ୍ରିମକୋର୍ଟ ରାୟ ଦେଇକି ତାକୁ ବନ୍ଦ କରିଦିଆଯାଏ, ତଥାପି ଲୁଚେଇ ଛପେଇକି ବିଭିନ୍ନ କ୍ରସର ଚାଲୁଛି। ତେଣୁ ଏହା ବ୍ୟତୀତ ଦିଲ୍ଲୀରେ କ'ଣ ହେଇଛି 3ଟା ଏ ଯେଉଁ କୋଇଲା ବିଦ୍ୟୁତ କେନ୍ଦ୍ର ଅଛି ଯେଉଁଟା ଆମ ତାଳଚେର ଭଳିଆ 3ଟା ଅଛି, ସେଥିରେ ମଧ୍ୟ ଧୂଆଁ ବାହାରିକି ଦିଲ୍ଲୀକି ପ୍ରଦୂଷଣ କରୁଛି। ତାପଜ ବିଦ୍ୟୁତ କେନ୍ଦ୍ର ଯେଉଁ ଆମେ କହୁଛେ ଆମର ତାଳଚେରରେ ଅଛି, କୋଇଲା ଜାଳିକି ଆମେ ଇଲେକ୍ଟ୍ରିକ୍ ଉତ୍ପାଦନ କରୁଛେ, ସେଇଭଳିଆ ଦିଲ୍ଲୀରେ 3ଟା ଅଛି, ସେଥିରେ ମଧ୍ୟ ଧୂଆଁ ବାହାରିକି ଦିଲ୍ଲୀର ଏୟାରକୁ ମଧ୍ୟ ଆହୁରି ପଲ୍ୟୁସନ୍ କରୁଛି। ତେଣୁ ପବନ ତ ଚାରିଆଡ଼େ ଅଛି ନା, ସେଥିପାଇଁ ଦେଶ ମହାଦେଶ ସହର ଇତ୍ୟାଦିରେ ପାର୍ଥକ୍ୟରେ ଦେଖାଯାଏ ନା। ତେଣୁ ଆଉ ଗୋଟେ ମଜା କଥା ହେଉଛି ସେ ଧନୀ ହେଉ ଦରିଦ୍ର ହେଉ ଛୋଟ ପିଲା ହେଉ ବଡ଼ ପିଲା ହେଉ କଳା ଗୋରା ଡେଙ୍ଗା ଗେଡ଼ା ସ୍ତ୍ରୀ ପୁରୁଷ ସମସ୍ତେ ଆମେ ବାୟୁ ସେବନ କରନ୍ତି, ସମସ୍ତେ ସମାନ। ତେଣୁ ବାୟୁ ପ୍ରଦୂଷଣ ସମସ୍ତଙ୍କୁ ସମାନ ଭାବରେ ଆକ୍ରାନ୍ତ କରିଥାଏ। ସେ ଦେଖେ ନା ଯେ ସ୍ତ୍ରୀ ଲୋକ ଆକୁ କମ୍ କରିମି ପୁରୁଷକୁ ବେଶୀ କରିମି। କୋଇଲା ଆଉ ଡିଜେଲର ବ୍ୟବହାର ଫଳରେ ଯେଉଁ ସଲଫର ଡାଇଅକ୍ସାଇଡ଼ ପିଲାମାନେ ଉତ୍ପନ୍ନ ହୁଏ ତାହା ଶ୍ୱାସକ୍ରିୟା ଏବଂ ସମ୍ପର୍କୀୟ ଗୋଟେ ରୋଗ ସୃଷ୍ଟି କରେ। ଏହା ଜାଳେଣୀ ଫଳରେ କେଉଁଟା କୋଇଲା ଆଉ ଡିଜେଲର ଜାଳେଣୀ ଫଳରେ ଆହୁରି କେତେକ ବିଷାକ୍ତ ପଦାର୍ଥ ଉତ୍ପାଦନ ହୋଇଥାଏ। ହାଇଡ୍ରୋକାର୍ବନ, ନାଇଟ୍ରୋଜେନ୍ ଅକ୍ସାଇଡ଼, କାର୍ବନ ମୋନୋକ୍ସାଇଡ଼, ଲିଡ୍ ଆହୁରି ଅନେକ। କାର୍ବନ ମୋନୋକ୍ସାଇଡ଼ ଆମ ରକ୍ତରେ ଥିବା କୋଷକୁ ବିଷାକ୍ତ କରିଦିଏ।
ଆମ लिभर को क्षताक्त करदिए, किडनी को क्षतिग्रस्त करे, निश्वास प्रश्वास जनित आमको बाधा प्राप्त हुए एवं केतक हाइड्रोकार्बन कैंसर मध्य सृष्टि करथांती। आउरी कौन ना पॉल्यूशन एयर सेवन द्वारा आम जो कहते एलर्जी ठंडा हेजी मॉन्टेगेल्स खाईदे, हाँ सही ठंडा काश एलर्जी इन्फ्लुएंजा इत्यादि रोग होता है। एथुर रक्षा पाइबापी केतक व्यक्ति गोटे लेखाएं सब सर्जिकल मास्क नाकरे पिंधि आम सब व्यवहार घोड़े रखते, हेले भी सी मान से मास्क मान कौ गोटे पवन पशिक पड़े नाक बाटे से कौन सब। तेणु ये व्यवस्था संपूर्ण सफल नुहे, कारण निश्वास पवन को तुम मुखा पिंधिक अटकई पार ना, कौन मुखा पिंधि वायु को छाणी परिष्कार वायु पाइबा असंभव। 1995 मसीह कौन कराइला ना विश्व बैंक तरफ गोटे हिसाब निया एथिरे नुआ दिल्ली रे 40 लाख, कलिकता रे 30 लाख, मुंबई रे 25 लाख लोक दूषित वायु सेवन जनित रोग रे आक्रांत होई हॉस्पिटल आसीथिले। तेणु वायु प्रदूषण बड़ लोकंक अपेक्षा पिला मानकु अधिक आक्रांत करे, छोट पिला मानकु, पिला मानक रक्त हाड़ जो इथिरे मिसी कौन हुए विभिन्न प्रकार गोटे रोग सृष्टि करे। आ छोट पिला मानकर रेजिस्ट्रेशन पावर कम ना, तेणु भारत में बॉम्बे दिल्ली कलिकता चेन्नई जो मेट्रोपॉलिटन सिटी अच्छी नुआ कार को रेजिस्ट्रेशन करने कार रे कैटालिटिक कन्वर्टर खंजा जाइए एक सर्टिफिकेट देवाक बाध्यतामूलक कर नो पॉल्यूशन सर्टिफिकेट। जो आम सब पुलिस धरुनी पॉल्यूशन कहीं देखा 6 मास आम सब पॉल्यूशन साइलेंसर पाइप रे गोटे पूरे फोटो उठाऊ पॉल्यूशन, से पॉल्यूशन तो नुहे, से गोटे धर्म को आखिटार से कौन बंद हम, से गोटे सर्टिफिकेट दि जाए। तेणु आम तो आर्थिक प्रगति करुचु, चारिआडे कई बुलचु, किंतु धूली धुआं जनित वायु प्रदूषण शिकार ए दृष्टि विचार कले आम प्रगति पछई जाउछि बोली कुहाजिबो, कारण एबाटे बहुत खर्च हो ना। जदि श्रमिक जदि असुस्थ हेबो तेणु काम करिवो किए, तेणु काम करि परिबो नै। जदि श्रमिक काम न करि पाइला तेणु देशर उन्नति प्रगति हम कि हेनी। थाईलैंड रे तार जीडीपी जो अभिवृद्धि हार 8% श्रमिक मान, किंतु ट्रैफिक समस्या प्रदूषण नथिले एही जीडीपी आहरी 10% बढ़ी पारि थांता। एशिया महादेश रे जेते माने जोर रे वायु प्रदूषण घटुची सेपरी बेगरे यार नियंत्रण हेउ नाही। एपरिक नेतृवर्ग नागरिक मध्य निष्क्रिय थिबार अनुमान करा जाए। तेणु समस्यार आशु समाधान निमंते कौनसी आईनगत व्यवस्था करी परवर्ती समय ताकू कठोर अंतर्जातीय आईन व्यवस्था सहित सामिल करने सरकार प्राथमिक दायित्व। कि प्रकार व्यवस्था कले परिवहन आहरी अधिक दक्ष और व्यापक हो पार ताहा अनुसंधान करने उचित। विकल्प स्वरूप फिल्टर जाळेनीर परिष्कार जाळेनीर व्यवहार सहरांचल घर बाड़ी निर्माण को योजना अनुसार करने, संकीर्ण सहरर परिधि बाहर गृह निर्माण करने इत्यादि गोटे गोटे सफल पदक्षेप। जो मैंने बड़ बड़ बिल्डर्स कंपनी, परिवहन कंपनी, कार निर्माता यही सब प्रदूषण पर परोक्ष भाव दायी। से माने व्यावसायिक सुजोगर फायदा नेबारे लगी परिवेश प्रति आउ दृष्टि देउना। 1999 भारत सरकार एक प्रस्ताव देले जे 20 वर्षर पुराना गाड़ी को निषेध कर, कि गाड़ी मालिक मैंने लबी कर विरोध कले, सरकार एक प्रस्ताव को हरिगले। एवं आईन हो जाइए पेट्रोल गाड़ी हूँ 15 वर्ष, डीजेल गाड़ी 10 वर्ष, एभा कौन नियम गोटे होती बोधे मोर मन पड़ूनी होता कार्यकारी होती। आउ कौन आईन और आईनर प्रयोग ए दुईटी मध्य पार्थक्य रही जाउछि। दिल्ली रे खोद सरकारी गाड़ी गुड़िक मध्य प्राय किछि तांकर एमिशन नॉर्म्स मानु नाथि। ताइवान से कौन हो जानवाहन जनित प्रदूषण विरुद्ध में कठोर आईन प्रस्तुत हो रही, किंतु सेटा समस्या है से आईन को लागू करा जाउना। अवश्य केतेक स्थान में प्रतिक्रिया परिलिखित है। जापान रे 18 जन लोक ब्रोंकोटाइटिस और आज्मा रोग रे पीड़ित हेले। से माने रहुथिले एपरि एक राजपथ पाखरे कि जहाँकि सर्वदा जानवाहन जीवा आसबार व्यस्त। से माने अदालतर आश्रय नेले। अदालतर निर्देश पाई केंद्र सरकार
हानसिन एक्सप्रेस वे पब्लिक कॉर्पोरेशन से 18 जन जापानी नागरिक को 65.5 जो नियुत यन जोटा जापानी मुद्रा क्षतिपूरण बाबद प्रदान कर तेणु ए प्रकार व्यवस्था केउठी देखा जाउनी। भारत और अन्यान्य एसीय राष्ट्र रे एबे वायु प्रदूषण रोकिबा सहज और सस्ता किंतु विलंब हेले एथिपाई आमको बहु मूल्य देवाको पड़िबो सेहिथिपाई कुहा जाउची प्राइस ऑफ पॉल्यूशन। पिला माने आशा करे तुम माने बुझी पारिथिबो। आज पाई एतिकी पुणी देखाबो नेक्स्ट क्लास रे। रहूची हैव ए गुड डे।